ଶ୍ରୀକୃଷ୍ଣ ଲୀଳାକୁ ଯେତେ ଗଭୀର ଭାବେ ବୁଝିବ ସେତେ ଅନୁଭବ କରିବ। ତାଙ୍କର କୌଣସି ବି କାର୍ଯ୍ୟ ନିରର୍ଥକ ନୁହେଁ। ଯାହା ଆମକୁ ସାଧାରଣ ଘଟଣା ପରି ଲାଗେ ତାହାର ପଛରେ ମଧ୍ୟ ଗଭୀର ଶିକ୍ଷା ଲୁଚି ରହିଥାଏ। ବାଲ୍ୟକାଳରେ ସେ ଲବଣୀ ଚୋର ଭାବେ ପରିଚିତ ହେଲେ, କିନ୍ତୁ ସେହି କୃଷ୍ଣ ହିଁ ଭକ୍ତଙ୍କ ଗୋଟିଏ ଆହ୍ୱାନରେ ଅସମ୍ଭବକୁ ସମ୍ଭବ କରିଦେଲେ। ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା ହେଉ କିମ୍ବା ପାଣ୍ଡବମାନଙ୍କ ସଙ୍କଟରେ ସାଥୀ ହେବା, ସେ ପ୍ରତ୍ୟେକ ସମୟରେ ଭକ୍ତଙ୍କ ପାଖରେ ଠିଆ ହୋଇଛନ୍ତି। ସେଥିପାଇଁ ଯଦି ଆଜି ତୁମ ଜୀବନରେ କିଛି ହରାଇ ଦେଉଛ କିମ୍ବା ସମୟ ତୁମ ସପକ୍ଷରେ ନାହିଁ, ତେବେ ନିରାଶ ହୁଅନି। ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ ରଖ, ନିଜ କର୍ତ୍ତବ୍ୟ କରିଚାଲ। ଈଶ୍ୱରଙ୍କ କୃପାରେ ଯାହା ଆମଠାରୁ ଦୂରେଇ ଯାଏ ତାହାର ପଛରେ ମଧ୍ୟ କୌଣସି ମଙ୍ଗଳମୟ ଉଦ୍ଦେଶ୍ୟ ଥାଇପାରେ। ସଠିକ୍ ସମୟରେ ସେ ଯାହା ଆବଶ୍ୟକ ତାହା ନିଶ୍ଚୟ ପ୍ରଦାନ କରିବେ। ବିଶ୍ୱାସ ରଖ, ଧୈର୍ଯ୍ୟ ଧର ଆଉ ନିଜ କର୍ମରେ ଅଟଳ ରୁହ, କାରଣ ଶ୍ରୀକୃଷ୍ଣଙ୍କ କୃପା କେବେ ବ୍ୟର୍ଥ ଯାଏ ନାହିଁ। ରାଧେ ରାଧେ।